पंचम स्कंद सप्तदशोऽध्याय श्रीशुकोवाच। शुण राजन परिकीत से यज्ञ लिंग जे अच्युत माया बा मन अवतार ताहांक रूप जे अपार ଯାହାକ ନିଷ୍ଠ ଅଙ୍ଗୁଳିରେ ବ୍ରହ୍ମାଣ୍ଡ ଭାଜିବ ନିର୍ଭରେ ତହୁଁ ଅଦ୍ଭୁତ ଜଳଧାର କିଅ ବା ଦେବା ପଟାନ୍ତର ଦୁରିତ ନାଶ ହି ସ୍ମରଣେ ପ୍ରାଣୀ ତରନ୍ତି ସ୍ନାନ ପାନେ ତହୁଁ ଚଳିଣ ଅତି ଖରେ ପଡ଼ଇ ଭୃଙ୍ଗ ପର୍ବତରେ ଅଳକା ନାମ ହୋଇ ବହୁଗିରିରେ ସେ ଭ୍ରମଇ ସୁବର୍ଣ୍ଣଗିରି ହିମାଳୟ ତାହାକୁ କରି ସେ ଆଶ୍ରୟ ଅତି ପ୍ରଖର ବ୍ୟଗ୍ର ଦିଶେ ପଡ଼ଇ ଭୂମି ଭାଗ ଦେଶେ ତହିଁ ଲବଣ ସିନ୍ଧୁ ଜଳେ ପ୍ରବେଶ ହୁଅଇ ନିଶ୍ଚଳେ ଅନ୍ୟ ଯେ ନଦ ନଦୀ ଯେତେ ସତେ ସହସ୍ର ଯେ ଯାମତେ ନାନାଗିରିରୁ ଜନ୍ମ ହୋଇ ସିନ୍ଧୁରେ ପ୍ରବେଶନ୍ତି ଯାଇ ଭାରତ ବରସେ ରାଜନ ଏ କର୍ମ କ୍ଷେତ୍ର କରି ଜାଣ ଅପରେ ଅଷ୍ଟ ଯେ ବରସ ସ୍ୱର୍ଗ ଲୋକରେ ଯେ ହୁଆସ ତହିଁ ପୁରୁଷଙ୍କ ଆୟୁଷ 10,000 ଯେ ବରସ ଦେବତା ତୁଲ୍ୟ ପରାକ୍ରମ ନିତ୍ୟ ହୁଅନ୍ତି ଶେଷ ଦିନ ତାହାଙ୍କ ରୂପର କାରଣ ପଛେ କହିବା ହେ ରାଜନ ପରମ ଭାଗବତ ଜନ ମହାପୁରୁଷ ସେ ରାଜନ ଦୈତ୍ୟ ଦାନବ କୁଳମଣି ସୁଶୀଳ ସାଧୁ ସତ୍ୟବାଣୀ ପ୍ରହ୍ଲାଦ ନାମ ଦୈତ୍ୟ ବହି ପ୍ରଭୁଙ୍କ ପ୍ରିୟ ସେ ଅଟଇ ଇନ୍ଦ୍ରିୟ ଗଣକୁ ନିବାରି ଚଞ୍ଚଳ ମନ ସ୍ଥିର କରି ସେ ସ୍ଥୂଳ ଲୋକଙ୍କ ସହିତେ ପ୍ରଭୁଙ୍କୁ ଚିନ୍ତେ ଅବିରତେ ଏହି ସ୍ତବରେ ସ୍ତୁତି କରି ସେବକ ପ୍ରଭୁ ନର ହରି ନମସ୍ତେ ପ୍ରଭୁ ଦଇତାରି ତାହାର କେତେ ଦିଗ ପୁରୀ ନିଜର ତେଜ ଯେ ପ୍ରକାଶ ରବି କିରଣ କରି ନାଶ କରାଳ ଦୃଷ୍ଟି ଯେ ବଦନ ଅନଳ ପ୍ରାୟ ସେ ଲୋଚନ ଯାହାର ନାମେ ତୁଷ୍ଟ ତରେ ନମଇ ସେବେନି ପୟରେ ଭୋନାଥ ତୋହର ପ୍ରସାଦେ ପ୍ରାଣୀ ରହନ୍ତି ଅପ୍ରମାଦେ ତୁମ୍ଭର ଅଭୟ ପୟରେ ମୋ ମନ ରହୁ ଯେ ନିଶ୍ଚଳେ ଏ ଯେ ତନୟ ଗୃହେ ମୋର ମନ ମୋର ହୁଏ ଈଶ୍ୱର ତୁମ୍ଭର ଭକ୍ତଜନ ସଙ୍ଗେ ସୁଖେ ବଞ୍ଚିବି ନାନା ରଙ୍ଗେ ଆତ୍ମାରୁ ପ୍ରିୟ ଯେ ଅପରେ ନାହିଁ ଏ ଅଖିଳ ସଂସାରେ ସକଳ ଆତ୍ମାର ଠାକୁର ତେଣୁ ତୁ ପ୍ରିୟ ପ୍ରାଣୀ କର ତୁମ୍ଭର ନାମ ସୁମରଣ ଅଶେଷ ପରମ କାରଣ ହେମନ୍ତ ଯାହାର ପ୍ରଭାବ ତାହାଙ୍କୁ କେବା ନ ସେବିବ ତୁମ୍ଭର ପାଦେ ଭକ୍ତି ଯାର ପୂଜ୍ୟ ସେ ଦେବ ଦାନବର ସକଳ ଗୁଣ ତାଙ୍କ ଠାରେ ଆଶ୍ରୟ କରନ୍ତି ତାହାରେ ତୋହର ଅନ୍ତ ପ୍ରାଣୀ ମାନେ ସଂସାର ବନ୍ଧନ କାରଣେ ତାହାର ନାମ ଗୁଣା କର୍ମ ମନ ବଚନେ ନୁହେଁ ଭ୍ରମ ତୁ ତମ ମାୟା ଗୁଣେ ବନ୍ଦୀ ସଂସାର କରୁଅଛୁ ବନ୍ଦୀ ଯାହାର ସଦୃଶେ ଅପାର ନାହିଁ ଏ ବ୍ରହ୍ମାଣ୍ଡ ଭିତର ଉତ୍ପତ୍ତି ପ୍ରଳୟ ପାଳନ ଏ ସର୍ବ ଯାହାର ଭିଆଣ ଯାହାର ଆଦି ଅନ୍ତ ନାହିଁ ଅନନ୍ତ ନାମ ସେ ବୋଲାଇ ଯାରଥ ସାକ୍ଷ୍ୟ ଯାର ପ୍ରାଣ ନମସ୍ତେ ପୁରୁଷ ପୁରାଣ ଯାହାର ତହୁଁ ଜନ୍ମ ହୋଇ ଅଜସ ସାର ଯାର ଦେହି ବ୍ରହ୍ମାଦି ଆଦି ଯେ ସକଳେ ସେବନ୍ତି ତାର ପାଦ ତଳେ ରଜୁବନ୍ଧନ ପ୍ରାୟ ହୋଇ ଯନ୍ତ୍ରିତେ ହୋଇଛନ୍ତି ରହି ଅନୁଗ୍ରହ ରୁଟି ଯାହାର ଭିଆଣ ନର ଏ ସଂସାର ତ୍ରିଗୁଣ ସଙ୍ଗତେ ବନ୍ଧନ ଯାର ମାୟାରେ ପ୍ରାଣୀମାନ ତ୍ରିଗୁଣ ବସେ ମୋହ ହୋଇ ଜନ୍ମ ମରଣ ନ ଜାଣଇ ଏ ମାୟା ହେତୁ ଯେ ବିସ୍ତାରୀ ଯେ ପ୍ରଭୁ ଜଗତ ବିହାରୀ ତାହାଙ୍କୁ ମୋର ନମସ୍କାର ଯେ ପ୍ରଭୁ ଜଗତ ଠାକୁର ରାଜନ ଶୁଣ ଏହୁ ବାଣୀ ପଞ୍ଚମ ସ୍କନ୍ଧେ ପରିମାଣୀ କହଇ ବିପ୍ର ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ମୋହିପା ମୋର ଦୁରାଚାର ଭୋନାଥ କୃପା ମତେ କର
इति श्रीमद्भागवते महापुराणे पारमहंस्यां सहितां वैयासिक्यां पञ्चमस्कन्धे संसारव्यवहारवर्णने नाम सप्तदशोऽध्यायः। बोलानन्दे कवार हरि हरि बोल।